ବନ୍ଧୁଗଣ, ଏହି ଜଗତରେ ଆମେମାନେ ଜୀବିତ ଅଛୁ। ଜଗତ ପାଇଁ ସବୁଠାରୁ ମୂଲ୍ୟବାନ ବିଷୟ ଚକ୍ଷୁ ଅଟେ ଏବଂ ସେହି ଚକ୍ଷୁ ପ୍ରଭୁଙ୍କ ଅନୁଗ୍ରହରୁ ଆମେମାନେ ବାସ୍ତବରେ ପାଇଛୁ। କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଆମ୍ଭମାନଙ୍କ ଆତ୍ମିକ ଚକ୍ଷୁ ଆଜି ବନ୍ଦ ଅଛି ନା ଖୋଲା ଅଛି? ଆଜି ଅନ୍ଧ ଅଛି ନା ଆମ ଆତ୍ମିକ ଚକ୍ଷୁ ପ୍ରସନ୍ନ ଅଛି? ଏହି ବିଷୟକୁ ବିଶେଷ କରି ଖ୍ରୀଷ୍ଟିଆନ ଜୀବନରେ ଆମେ ଚିନ୍ତା କରିବା ଆବଶ୍ୟକତା ରହିଛି ମୋର ପ୍ରିୟମାନେ। ତେଣୁ ମୁଁ ଚିନ୍ତା କରିଲି ଆଜି ଏକ ବିଷୟକୁ ମୁଁ ନେଇ ଆସିଛି ଆପଣଙ୍କ ନିକଟକୁ, ଯାହାକି ଆମମାନଙ୍କ ଏହି ଆତ୍ମିକ ଚକ୍ଷୁକୁ ପ୍ରଭୁ ଯୀଶୁ ଖୋଲି ପାରନ୍ତି। ଯଦି ଆମ୍ଭମାନଙ୍କ ଚକ୍ଷୁ ଆଜି ଖୋଲା ନାହିଁ, ସେ ଆତ୍ମିକ ଚକ୍ଷୁ ଯଦି ଖୋଲା ନାହିଁ, ତେବେ ଆସନ୍ତୁ ଆଜି ଏହି ବାକ୍ୟକୁ ଦେଖିବା ଏବଂ ସେହି ଦ୍ୱାରା ଆମେ ସେହି ଚକ୍ଷୁକୁ ଆମେ କି ପ୍ରକାର ଭାବରେ ଖୋଲି ପାରିବା ତାହା ଆମେ ଚିନ୍ତା କରି ଦେଖିବା ମୋର ପ୍ରିୟ। ତେବେ ଆସନ୍ତୁ ଆମେ ଆରମ୍ଭ କରିବା। ନମସ୍କାର, ପ୍ରେଜ୍ ଦ ଲର୍ଡ। ମୁଁ ବ୍ରଦର ପ୍ରଦୀପ୍ତ ବଳିଆର ସିଂ ଆପଣଙ୍କୁ ମୋର ୟୁଟ୍ୟୁବ ଚ୍ୟାନେଲ ସତ୍ୟ କାହାଣୀକୁ ଯୀଶୁଙ୍କ ନାମରେ ସ୍ୱାଗତ କରୁଛି। ତେବେ ଆସନ୍ତୁ ଆଜି ଜାଣିବା ଆପଣଙ୍କ କିମ୍ବା ମୋର ଆତ୍ମିକ ଚକ୍ଷୁ ଅନ୍ଧ କିମ୍ବା ଖୋଲା। କେମିତି ଜାଣିବେ ତାହା ଏହି ବାକ୍ୟ ଦ୍ୱାରା ଆମେ ସମୀକ୍ଷା କରି ଦେଖିବା, ଚିନ୍ତା କରି ଦେଖିବା। ଆଜି ପ୍ରଭୁ ଆମକୁ କଣ କହିବା ପାଇଁ ଚାହୁଁଛନ୍ତି? ଆଜି ବାସ୍ତବରେ ଆମମାନଙ୍କ ଚକ୍ଷୁ କଣ ଅନ୍ଧ ଅଛି? ବାସ୍ତବରେ କଣ ଆମଙ୍କ ଆତ୍ମିକ ଚକ୍ଷୁ ଅନ୍ଧ ଅଛି ନା ପ୍ରସନ୍ନ ଅଛି? ନିଜ ନିଜକୁ ସମୀକ୍ଷା କରି ଦେଖିବା ଆବଶ୍ୟକ ରହିଛି ମଧ୍ୟ। ତେଣୁ ଆସୁ ଆମେ ଆଜି ଧର୍ମଶାସ୍ତ୍ରରୁ ଏକ ବାକ୍ୟ ପଠନ କରିବା ଏବଂ ସେହି ବାକ୍ୟରୁ ବା ଜାଣିବାକୁ ଚେଷ୍ଟା କରିବା ଏହି ଆମମାନଙ୍କୁ ଏହି ବାକ୍ୟରେ କଣ କହୁଛି ବା ଏହି ବାକ୍ୟ ଦ୍ୱାରା ପ୍ରଭୁ ଆମ୍ଭମାନଙ୍କୁ କଣ କହିବା ପାଇଁ ଚାହୁଁଛନ୍ତି। ତେବେ ଆସୁ ମୋର ପ୍ରିୟମାନେ, ଆଜି ଏକ ବାକ୍ୟ ଆମେ ପଠନ କରିବା। ଲୋକଲିଖିତ ସୁସମାଚାର 18 ଅଧ୍ୟାୟ 35ରୁ 43 ପର୍ଯ୍ୟନ୍ତ ପଠନ କରି ଏହି ବାକ୍ୟରୁ, ଏହି ଶାସ୍ତ୍ରାଂଶରୁ ଆମେ କିଛି ଚିନ୍ତା କରିବା। ତେବେ ଆସନ୍ତୁ ଆମେ ପଠନ କରିବା। ତେବେ ଆସନ୍ତୁ ଆମେ ଧର୍ମଶାସ୍ତ୍ରରୁ ପଠନ କରିବା। ବାକ୍ୟରେ ଏ ପ୍ରକାର ଲେଖାଯାଏ, ସେ ଜିରିହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ବାଟ ପାଖରେ ବସି ଭିକ ମାଗୁଥିଲା। ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଣ ବୋଲି ପଚାରିବାକୁ ଲାଗିଲା। ସେମାନେ ତାହାକୁ କହିଲେ, ନାଜରୀତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି। ସେଥିରେ ସେ ଉଚ୍ଚ ସ୍ୱରରେ କହିଲେ, ହେ ଯୀଶୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ। ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାଙ୍କୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ। କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ। ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ। ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, ମୁଁ ତୁମ୍ଭ ପାଇଁ କଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ଅନ୍ଧ କହିଲା, ହେ ପ୍ରଭୁ, ମୁଁ ଯେପରି ଦେଖିପାରିବି। ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ, ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି। ସେହି କ୍ଷଣି ସେ ଦେଖି ପାରିଲେ ଏବଂ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଏବଂ ଲୋକ ସମସ୍ତେ ତାହା ଦେଖି ଈଶ୍ୱରଙ୍କ ପ୍ରଶଂସା କଲେ। ମୋର ପ୍ରିୟମାନେ, ଏହି ବାକ୍ୟରେ ଯଦି ଆମେ ଦେଖିବା, ଜଣେ ଅନ୍ଧଙ୍କ ବିଷୟରେ ଲେଖାଯାଏ, ଯାହା ଆମେ ମାର୍କରେ ବି ପାଉ, ମାଥ୍ୟୁରେ ମଧ୍ୟ ପାଉ। ତ ଏହି ବିଷୟ ଯଦି ଆମେ ଚିନ୍ତା କରିବା, ଜଣେ ଅନ୍ଧ ଲୋକ ବାଟ ପାଖରେ, ବାଟ ପାର୍ଶ୍ୱରେ ବସି ସେ ଭିକ ମାଗୁଛି। ଭିକ ମାଗୁଥିବା ସମୟରେ ତାଙ୍କୁ ଏକ ଶବ୍ଦ ଶୁଭା ଯାଉଛି,
ଯୀଶୁ ଖ୍ରୀଷ୍ଟ ସେହି ବାଟ ଦେଇ ଯାଉଛନ୍ତି ଏବଂ ସେ କୌଣସି ପ୍ରକାର ଭାବରେ ସେ ଜାଣିପାରୁଛନ୍ତି ଯେ ଯୀଶୁ ଖ୍ରୀଷ୍ଟ ଏହି ବାଟ ଦେଇ ଯାଉଛନ୍ତି। ସେଥିମଧ୍ୟରେ ସେ ଜାଣି ଯୀଶୁ ଖ୍ରୀଷ୍ଟ ଏହି ବାଟ ଦେଇ ଯାଉଛନ୍ତି ବୋଲି ଜାଣି ସେ ଯୀଶୁଙ୍କୁ ଉଚ୍ଚ ସ୍ୱରରେ ଡାକିବାକୁ ଲାଗୁଛନ୍ତି। ଯୀଶୁଙ୍କୁ ଡାକିବାକୁ ଲାଗୁଛନ୍ତି, ହେ ଦାଉଦ ସନ୍ତାନ ମତେ ଦୟା କର, ହେ ଦାଉଦ ସନ୍ତାନ ମତେ ଦୟା କର। ସେଥିମଧ୍ୟରେ ଅନେକ ଲୋକ ତାକୁ ଧମକ ଦେବାକୁ ଲାଗୁଛନ୍ତି, ତୁ ନିହ, ତୁ ନିପଡ଼, କାହିଁକି ତୁ ଡିଷ୍ଟର୍ବ କରୁଛୁ? ଯୀଶୁ ଖ୍ରୀଷ୍ଟ ଏହି ବାଟ ଦେଇ ଯାଉଛନ୍ତି, ଏକ ବଡ଼ ଲୋକ ଏହି ବାଟ ଦେଇ ଯାଉଛନ୍ତି, ମହାନ ଲୋକ ଜଣେ ବାଟ ଦେଇ ଯାଉଛନ୍ତି, ତମେ କାହିଁକି ଡିଷ୍ଟର୍ବ କରୁଛ? ତୁ କାହିଁକି ଡିଷ୍ଟର୍ବ କରୁଛୁ? ଅନ୍ଧଟା ଚୁପ୍ ରହ। ତଥାପି ସେ ଚୁପ୍ ରହୁନାହିଁ। ଆଉ ଥରେ ସେ ଜୋରରେ ଡାକୁଛନ୍ତି, ସେ ଆଉ ଥରେ ଉଚ୍ଚ ସ୍ୱରରେ ଡାକୁଛନ୍ତି, ସେ କହୁଛନ୍ତି, ହେ ଦାଉଦ ସନ୍ତାନ ଯୀଶୁ ମତେ ଦୟା। ସେଥିରେ ଯୀଶୁ ଖ୍ରୀଷ୍ଟ ତାଙ୍କ ଆୱାଜକୁ ଶୁଣୁଛନ୍ତି, ସେଥିରେ ଯୀଶୁ ଖ୍ରୀଷ୍ଟ ତାଙ୍କ କଥାକୁ ଶୁଣୁଛନ୍ତି, ତାଙ୍କୁ ଡାକୁଛନ୍ତି ବା ତାଙ୍କ ଲୋକମାନଙ୍କୁ କହୁଛନ୍ତି, ତାଙ୍କ ଦାସମାନଙ୍କୁ କହୁଛନ୍ତି, କିଏ ସେଟା ତାଙ୍କୁ ମୋ ପାଖକୁ ନେଇକି ଆସେ। ଆଉ ଯେତେବେଳେ ସେ ଯୀଶୁଙ୍କ ନିକଟକୁ ଯାଉଛନ୍ତି, ଯୀଶୁ ଖ୍ରୀଷ୍ଟ ତାଙ୍କୁ ପଚାରୁଛନ୍ତି, ତମେ କଣ ଚାହୁଁଛ? ସେଥିରେ ଜଣେ ଅନ୍ଧ କଣ ଚାହିଁବ ମୋର ପ୍ରିୟ ମାନେ? ସେ ଯାହା ଚାହୁଁଥିଲା ତାହା ସବୁଠାରୁ ମୂଲ୍ୟବାନ ତା ପାଇଁ ଥିଲା। ସେ ମୂଲ୍ୟବାନ ଜିନିଷ ସେ ଚାହିଁଲା ଏବଂ ଯୀଶୁଙ୍କୁ ସେ ମାଗିଲା, ପ୍ରଭୁ ମତେ ଚକ୍ଷୁ। ସେଥିରେ ଯୀଶୁ ତାଙ୍କ ବିଶ୍ୱାସ ଦେଖି ତାଙ୍କୁ କହୁଛନ୍ତି, ତୁ ଚକ୍ଷୁ ପା, ତୁ ଦୃଷ୍ଟି ପା, ତୁ ଦେଖ। ସେଥିରେ ସେ ଦେଖି ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। କେବଳ ପ୍ରଭୁଙ୍କର ପ୍ରଶଂସା ନୁହଁ, ପ୍ରଭୁଙ୍କ ପଛେ ପଛେ ଚାଲୁଛନ୍ତି। ତାହା ଦେଖି ଲୋକମାନେ ମଧ୍ୟ କହୁଛନ୍ତି। କାହାଣୀ ହେଲା ଏତିକି। ଏହି କାହାଣୀରୁ ଆସୁ ମୋର ପ୍ରିୟମାନେ, ଆଜି ଆମେ ଚିନ୍ତା କରିବା ସେ ଲୋକ କଣ କରିବା ଦ୍ୱାରା ସେ ଚକ୍ଷୁ ପାଇଲା। ସେ କିଛି ପରିଶ୍ରମ କରିଲା ଏବଂ ପରିଶ୍ରମର ଫଳ ସେ ପାଇଛି। ତେବେ ଆମମାନଙ୍କ ଜୀବନରେ ମଧ୍ୟ ଯେତେବେଳେ ଆମେ ପରିଶ୍ରମ କରୁ ତେବେ ଆମେ ଫଳ ପାଉ। ବିନା ପରିଶ୍ରମରେ କେବେ ମଧ୍ୟ ଆମେ ଫଳ ପାଇପାରିବା ନାହିଁ। ସେହି ପ୍ରକାର ଭାବରେ ଏହି ସ୍ଥାନରେ ଆମେ ଦେଖିପାରିବା, ସେଇ ଲୋକ, ସେଇ ଅନ୍ଧ ପରିଶ୍ରମ କରୁଛନ୍ତି, ସେ କିଛି କିଛି କାର୍ଯ୍ୟ କରୁଛନ୍ତି, ଯୋଉ କାର୍ଯ୍ୟ ଦ୍ୱାରା ସେ ସଫଳ ପାଉଛନ୍ତି। ଯୋଉ କାର୍ଯ୍ୟରେ ସେ ସଫଳ ପାଉଛନ୍ତି, ସେ କାର୍ଯ୍ୟମାନଙ୍କୁ ଆମେ ଆସୁ ଏ ସମୟରେ ଆମେ ଚିନ୍ତା କରିବା। ତେବେ ଆମେ ଚିନ୍ତା କରିବା ସେ ଅନ୍ଧ ଜଣକ କଣ କରୁଛନ୍ତି। ଦେଖିବା ଆଜି ସେ ଅନ୍ଧ ଲୋକ କଣ କରିବା ଦ୍ୱାରା ସେ ଚକ୍ଷୁକୁ ପାଉଛନ୍ତି। ମୋର ପ୍ରିୟମାନେ, ସେ ଅନ୍ଧ ଲୋକ ଚକ୍ଷୁ ପାଇବା ନିମନ୍ତେ ସେ ଚାରୋଟି ବିଷୟ କରୁଛନ୍ତି। ମୁଁ ଚାରୋଟି ବିଷୟ ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ଚାରୋଟି ବିଷୟ ସେ କରୁଛନ୍ତି ଯୋଉ ଦ୍ୱାରା ସେ ଚକ୍ଷୁ ପାଉଛନ୍ତି। ତେବେ ପ୍ରଥମ ବିଷୟ ସେ କରୁଛନ୍ତି କଣ ନା, ଆମେ ଦେଖିପାରିବା ସେ ପ୍ରଭୁ ଯୀଶୁଙ୍କ ବିଷୟ ଶୁଣୁଛନ୍ତି। ସେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣୁଛନ୍ତି। ପ୍ରଭୁ ଯୀଶୁ এই ବାଟରେ ଯାଉଛନ୍ତି, ତାହା ସେ କାନ ଦ୍ୱାରା ଶୁଣିପାରୁଛନ୍ତି। ସେ ଶୁଣୁଛନ୍ତି, ସେ ଯୀଶୁ ଖ୍ରୀଷ୍ଟଙ୍କୁ ଶୁଣୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଶୁଣୁଛନ୍ତି। ଯେକୌଣସି ମାଧ୍ୟମରେ ହଉନା କାହିଁକି ସେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଶୁଣୁଛନ୍ତି। ଆମେ ଯଦି ଦେଖିବା 18 ତାର 18:37 ଆମେ ଦେଖିପାରୁଛୁ ଏହି ବିଷୟ ଯେ ସେ ଯୀଶୁଙ୍କୁ ଶୁଣିପାରୁଛନ୍ତି, ଯୀଶୁଙ୍କ ବିଷୟରେ ଶୁଣିପାରୁଛନ୍ତି। ସେମାନେ ତାଙ୍କୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଛନ୍ତି। ଯେତେବେଳେ ସେ ଲୋକଙ୍କୁ ପଚାରୁଛନ୍ତି, ସେ ସମୟ ଲୋକମାନେ ତାଙ୍କୁ କହୁଛନ୍ତି, ଏଇ ଦେଇ ପୁରା ନାଜରିତୀୟ ଯୀଶୁ ଯାଉଛନ୍ତି, ସେଥିପାଇଁ ଏ ପ୍ରକାର ଚହଳ ହଉଛି, ତାହା ସେ ଶୁଣିପାରୁଛନ୍ତି। ପ୍ରଥମ ବିଷୟ ହେଲା ସେ ଯୀଶୁଙ୍କ ବିଷୟରେ ଶୁଣିଲେ। ତ ମୋର ପ୍ରିୟମାନେ, ଆଜି ମଧ୍ୟ ଆମ୍ଭେମାନେ ଆତ୍ମିକ ଭାବରେ ଆମର ଆତ୍ମିକ ଚକ୍ଷୁ ଅନ୍ଧ ହୋଇଯାଇଛି କି? ଯଦି ଅନ୍ଧ ହେଇଛି, ତେବେ ଯୀଶୁଙ୍କ ବିଷୟରେ ଯଦି ଆମେ ଶୁଣୁନାହୁଁ, ସେତେବେଳେ ଆମେ ଜାଣିପାରିବା ଯେ ଆମର ଆତ୍ମିକ ଚକ୍ଷୁ ବନ୍ଦ ଅଛି। ଯେତେବେଳେ ଆମେ ଯୀଶୁଙ୍କ ବିଷୟ ଆମେ ଜାଣିନାହୁଁ, ଯୀଶୁଙ୍କ ବିଷୟ ଶୁଣୁନାହୁଁ, ଚର୍ଚ୍ଚକୁ ଯାଇ ଯୀଶୁଙ୍କ ବିଷୟରେ ବା ବାକ୍ୟ ବିଷୟରେ ଆମେ ଶୁଣୁନାହୁଁ,
ତେବେ ଆମେ ନିଜକୁ ସମୀକ୍ଷା କରି ଦେଖିବା ଆବଶ୍ୟକ, ଆଜି ଆମ ଚକ୍ଷୁ ଖୋଲା ଅଛି କି ବନ୍ଦ ଅଛି। ତେବେ ସେହି ଲୋକ ଯୀଶୁଙ୍କ ବିଷୟରେ ଶୁଣିଲା। ଆଜି ଆମମାନଙ୍କ ଜୀବନରେ ମଧ୍ୟ ଯଦି ଆମମାନଙ୍କୁ ଇଣ୍ଟରେଷ୍ଟ ଲାଗୁନି ବାକ୍ୟ ପ୍ରତି, ଯଦି ଆମମାନଙ୍କୁ ଯୀଶୁଙ୍କ ବିଷୟରେ, ପ୍ରଭୁଙ୍କ ବିଷୟରେ, ବାଇବଲ ବିଷୟରେ ଶୁଣିବା ନିମନ୍ତେ ଯଦି ଆମମାନଙ୍କୁ ଇଚ୍ଛା ଲାଗୁନାହିଁ, ତେବେ ମୁଁ ଗୋଟିଏ ବିଷୟ କହିବି, ଆପଣଙ୍କ ଓ ମୋ ଚକ୍ଷୁ ବନ୍ଦ ଅଛି। ଯଦି ବାକ୍ୟ ପ୍ରତି ଆମେ ଇଣ୍ଟରେଷ୍ଟ, ତ ସେ ଲୋକ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣୁଛନ୍ତି, ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣୁଛନ୍ତି ଏବଂ ସେ ଚକ୍ଷୁ ପାଉଛନ୍ତି। ତ ପ୍ରଥମ ବିଷୟ ହେଲା ସେ ପ୍ରଭୁ ଯୀଶୁଙ୍କ ବିଷୟରେ ସେ ଶୁଣୁଛନ୍ତି। ଆମମାନଙ୍କୁ ମଧ୍ୟ ପ୍ରଭୁଙ୍କ ବିଷୟ ଶୁଣିବାର ଆବଶ୍ୟକ ରହିଛି। ଏବଂ ଦ୍ୱିତୀୟ ବିଷୟ ଯେତେବେଳେ ଦେଖିବା, ସେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲେ। ମୋର ପ୍ରିୟ ମାନେ, ସେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲେ। ସେ ଜାଣିଥିଲେ ବୋଲି ସେ ଡାକୁଛନ୍ତି, हे दाऊद सन्तान यीशु। दाऊद सन्तान अर्थात से यीशु को जानी थिले। दाऊदଙ୍କ सन्तान जे अछंती से जण अछंती जे कि आश्चर्य कर्म करि पाउछंती, जे कि अनेक विषय, अनेक आश्चर्य कर्म गुडा करि पाउछंती। मृत्यु को जीवन दउछंती, अंध को चक्षु दउछंती, लेंगड़ा को चालिया पाए साहाय्य करूछंती, पैरालाइज माननकु मध्य उठे दउछंती। এই সব বিষয় সে জানিଥିଲେ। मोर प्रिय माने, आज मु कहबा पई चाहिबी, जदि आम्भे माने प्रभु को जानि ना हो, उत्तम भाव रे जदि आमे प्रभु को जानि ना, मु जानि नाही केवल ताहा को नाही, मु जानिबा अर्थ कहूची जे यीशु ख्रीष्ट बोली जानिबा। तो आज काली कहबा को गले वाक्य रे मध्ये आमे देखि भूत माने मध्ये यीशु ख्रीष्ट को जानि थरहर वाक्य कहे। किंतु आम्भे माने यीशु को केमिति जानिबा, तो द्वारा हमें यीशु को मांगी पारिबा। प्रभु को विषय हमें केमिति जानिबा, तो द्वारा हमें प्रभु को कुछ मांगी पारिबा। से भल भाव रे जानिथिले प्रभु मते दया करिवे बोली, से भल भाव रे जानिथिले प्रभु मते अनुग्रह करिवे बोली, से भल भाव रे जानिथिले प्रभु मते वास्तव रे चक्षु केवल प्रभु यीशु देबे बोली। तो आम को भल भाव में जानिबा आवश्यक रही प्रभु को। प्रभु आम निमंते कौन चाहते, प्रभु आम द्वारा कौन करने चाहते, ए विषय को जिते बड़े आम प्रभु को जानू उत्तम भाव में, से प्रभु को आम जहाँ मांगू। उदाहरण स्वरूप कहवाई चाहे, जदि आम उत्तम भाव में बापा मूड को जदि आम जानिबा ना, मां को मूड को जदि आमे जानिबा ना, तेबे आमे जदि से रागी की थिबे, से समय जदि आमे जाई कि तांको किछि पैसा मांगिबा, किछि आवश्यक अनुसार किछि आमे मांगिबा, सेतबे जेतेबे से रागी की थिबे केबे मध्य से देबे। जेतेबे से भलो मूड ले थिबे, से समय जदि आमे जाई कि खुशी रे जेतेबे थिबे, से समय जेतेबे आमे जाई कि तांको मांगो, से आराम से काढी दिबे। से प्रकार भाबरे प्रभु यीशु को जदि आमे उत्तम भाव में जानिबा, परमेश्वर को जदि आमे भलो भाव में जानिबा, सेते बेले आमे से मांगू एवं से ताहा देबा को बाध्य। किंतु आमन को भलो भाव में प्रभु यीशु को जानिबा उचित रही। सेही अंध प्रभु को जानिथिला बोली से प्रभु को डाकिला, से अंध प्रभु को डाकिला, जानिथिला। मोर प्रिय माने, आज आमे जानी थिले सेना प्रभु को आमे मांगी पारिबा। जदि आमे भलो भाव रे जानि ना हो, प्रभु को आमे मांगीबा केमिति? सेति पाए प्रभु को भलो भाव रे जानिबा आवश्यक रहिछि। केउ द्वारा जानिबा मो कहबार आवश्यक नाही। आपण माने भलो भाव रे जानि छथि, वाक्य द्वारा चर्च माध्यम रे अनेक पास्टर, पालक एवं ए प्रकार भाव प्रचारक को माध्यम रे आमे प्रभु को भलो भाव रे जानि पारिबा। सबुठु बड़ विषय है यही वाक्य आम पाखे अच्छी। तो आम यही वाक्य द्वारा आम प्रभु को जानी पारिबा। तेबे केमती जानिबा? आम यही वाक्य को इंटरेस्ट सहित, उत्साह सहित यही वाक्य को भोक भाव जदि आम ग्रहण करू, सेते बेले आम
ପ୍ରଭୁଙ୍କୁ ଭଲ ଭାବରେ ଜାଣିପାରିବା। ଏହି ବାକ୍ୟର ଭୋକ ହେବା ଆବଶ୍ୟକ ରହିଛି। ଯଦି ଏହି ବାକ୍ୟର ଭୋକ ଆମଠାରେ ନାହିଁ, ସେତେବେଳେ ଆମେ ଆତ୍ମିକ ଭାବରେ ମୃତ୍ୟୁ ଅଟୁ। କହିବା ପାଇଁ ଗଲେ ଆତ୍ମିକ ଭାବରେ ମୃତ୍ୟୁ ଅଟୁ। କାହିଁକି ନା ଯେତେବେଳେ ଆମମାନଙ୍କୁ ଜୀବିତ ପ୍ରାଣୀକୁ ବା ଆମେ ଯେତେବେଳେ ଜୀବିତ ଅଛୁ, ଆମକୁ ଭୋକ ଲାଗେ, ଖାଦ୍ୟର ଭୋକ। ଆଉ ଯେତେବେଳେ ଆତ୍ମିକ ଭାବରେ ଆମେ ଜୀବିତ ରହୁ, ସେତେବେଳେ ହିଁ ଆମକୁ ଏହି ବାକ୍ୟର ଭୋକ ଲାଗିବ। ଯଦି ଆମେ ଆତ୍ମିକ ଭାବରେ ମରି ଯାଇଛୁ, ଯଦି ଆମେ ଆତ୍ମିକ ଭାବରେ ଆମର ଚକ୍ଷୁ ପ୍ରସନ୍ନ ନାହିଁ, ସେତେବେଳେ ଏହି ବାକ୍ୟକୁ ପଢିବା ପାଇଁ ଇଚ୍ଛା ଲାଗିବ ନାହିଁ। ତେବେ ବାକ୍ୟ ଦ୍ୱାରା ଆମେ ପ୍ରଭୁଙ୍କୁ ଜାଣିବା। ସେଇ ଲୋକ ପ୍ରଭୁଙ୍କୁ ଜାଣିଥିଲା। ପ୍ରଥମ ବିଷୟ ମୁଁ କହିଲି, ସେ ପ୍ରଭୁ ଯୀଶୁଙ୍କ ବିଷୟରେ ଶୁଣିଥିଲା ବା ଶୁଣିଲା, ଏବଂ ଦ୍ୱିତୀୟ ବିଷୟ ସେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲା, ଏବଂ ତୃତୀୟ ବିଷୟ ସେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରେ। ସେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରୁଛି। ପ୍ରଭୁ ଯୀଶୁ ମତେ ତାହାଙ୍କ ବିଶ୍ୱାସ ଦେଖି କହୁଛି, ତୁ ବିଶ୍ୱାସ ତୋତେ ସୁସ୍ଥ କଲା। ଏହା ଆମେ 41 ଦେଖୁ, ମୁଁ ତୁମ ପାଇଁ କଣ କରିବି ବୋଲି ତୁମେ ଇଚ୍ଛା କରୁଅଛ? ଯୀଶୁ ପଚାରୁଛନ୍ତି। ସେ କହିଲା, ହେ ପ୍ରଭୁ, ମୁଁ ଯେପରି ଦୃଷ୍ଟି ପାଏ। ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କଲା। ତ ତାଙ୍କ ବିଶ୍ୱାସ ବିଷୟରେ ପ୍ରଭୁ ଯୀଶୁ ଉତ୍ତମ ଭାବରେ ଜାଣି କହୁଛନ୍ତି, ତମ ବିଶ୍ୱାସ ସୁସ୍ଥ କଲା। ଅର୍ଥାତ୍ ସେ ବିଶ୍ୱାସ କରିଥିଲା। ତାହା ପ୍ରଭୁ ଯୀଶୁ କ୍ଲିୟର ଭାବରେ କହୁଛନ୍ତି, ସେ ବିଶ୍ୱାସ କରିଥିଲା। ସେଥିପାଇଁ ତ ସେ ଡାକୁଛି, ହେ ପ୍ରଭୁ ମତେ ଦୟା କର, ହେ ଦାଉଦ ସନ୍ତାନ ଯୀଶୁ ମତେ ଦୟା କର। କେବଳ ଯୀଶୁଙ୍କ ଉପରେ ସେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ ରଖିଥିଲା। ମତେ ଆଉ କେହି ସୁସ୍ଥ କରିପାରିବେ ନାହିଁ, କେହି ଚକ୍ଷୁ ଦେଇପାରିବେ ନାହିଁ, କିନ୍ତୁ ନାଜରିତୀୟ ଯୀଶୁ ଖ୍ରୀଷ୍ଟ, ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟ, ସେ ମତେ ଚକ୍ଷୁ ଦେବେ। ବିଶ୍ୱାସ ଥିଲା, ବିଶ୍ୱାସ, ଦୃଢ ବିଶ୍ୱାସ। ବିଶ୍ୱାସ କରିବା ଦ୍ୱାରା ପ୍ରଭୁଙ୍କୁ ଆମେ ଯାହା ମାଗିବା ବିଶ୍ୱାସର ସହିତ ପ୍ରଭୁ ଦିଅନ୍ତି। ସେଥିପାଇଁ ତ ପ୍ରଭୁ କହୁଛନ୍ତି, କେବଳ ସୋରିଷ ଦାନା ପରି ତୁମ ଯଦି ବିଶ୍ୱାସ ଥିବ, ଏକ ପର୍ବତକୁ କହିବ ଏ ପର୍ବତକୁ ଗୁଞ୍ଛି ଯା, ସେ ପର୍ବତ ମଧ୍ୟ ଗୁଞ୍ଚିଯିବ। ବିଶ୍ୱାସରେ ଶକ୍ତି ରହିଛି। ଯେତେବେଳେ ଆମେ ବିଶ୍ୱାସ କରୁ, ପ୍ରଭୁ ନିଶ୍ଚିତ ଭାବରେ ସେ କାର୍ଯ୍ୟ କର। ବିଶ୍ୱାସ, ସେ ଅନ୍ଧ ବିଶ୍ୱାସ କରିଲା ଏବଂ ସେ ଚକ୍ଷୁ ପାଇଲା। ବିଶ୍ୱାସର ଆବଶ୍ୟକତା ରହିଛି। ଆଜି ଆମମାନେ ମଧ୍ୟ ଯଦି ପ୍ରଭୁଙ୍କୁ ବିଶ୍ୱାସ କରୁନାହୁଁ ସମ୍ପୂର୍ଣ୍ଣ ଭାବରେ, ଯଦି ଆମେ ପ୍ରଭୁଙ୍କ ଉପରେ ନିର୍ଭର ରଖୁନାହିଁ ସମ୍ପୂର୍ଣ୍ଣ ଭାବରେ, ସେତେବେଳେ ଆମେ ଜାଣିପାରିବା ଆମଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ଅଛି। ଯଦି ଆମଙ୍କ ଆତ୍ମିକ ଚକ୍ଷୁ ଖୋଲା ଥାନ୍ତା ବା ଖୋଲା ଅଛି, ସେତେବେଳେ ଆମେ ସମୀକ୍ଷା କରି ଦେଖିବା ଆବଶ୍ୟକ, ମୁଁ ପ୍ରଭୁଙ୍କୁ ଶୁଣୁଛି କି ନାହିଁ, ମୁଁ ବାକ୍ୟ ଶୁଣୁଛି କି ନାହିଁ, ମୁଁ ବାକ୍ୟ ପଢୁଛି କି ନାହିଁ, ମୁଁ ପ୍ରଭୁଙ୍କୁ ଜାଣିଛି କି ନାହିଁ, ମୁଁ ପ୍ରଭୁଙ୍କୁ ବିଶ୍ୱାସ କରୁଛି କି ନାହିଁ। ଏହି ବିଷୟକୁ ଆମେ ମାନେ ସମୀକ୍ଷା କରି ଦେଖିବା ଆବଶ୍ୟକ। ଆମେ ଜାଣିପାରିବା ଆମର ଆତ୍ମିକ ଚକ୍ଷୁ ଆଜି ବନ୍ଦ ଅଛି ବା ଖୋଲା ଅଛି, ବନ୍ଦ ଅଛି ନା ଖୋଲା ଅଛି। ଏବଂ ଚତୁର୍ଥ ବିଷୟ ଯଦି ଆମେ ଦେଖିବା, ସେ ପ୍ରଭୁ ଯୀଶୁଙ୍କୁ ଡାକୁଛନ୍ତି। ସେ ପ୍ରଭୁ ଯୀଶୁଙ୍କୁ ଡାକୁଛନ୍ତି ମୋ ପ୍ରିୟ ମାନେ, ହେ ପ୍ରଭୁ ଯୀଶୁ, ହେ ଦାଉଦ ସନ୍ତାନ, ମତେ ଦୟା କରନ୍ତୁ, ଦୟା କରନ୍ତୁ। ତାର ଯାହା ଆବଶ୍ୟକ ଥିଲା ସେଥିପାଇଁ ସେ ଯୀଶୁଙ୍କୁ ଡାକୁଛନ୍ତି, ହେ ଦାଉଦ ସନ୍ତାନ, ତୁମେ ମତେ ଦୟା କର, ତୁମେ ମତେ ସାହାଯ୍ୟ କର ପ୍ରଭୁ, ତୁମେ ମତେ ଦୟା କର। ହଁ ମୋର ପ୍ରିୟ ମାନେ, ଯେତେବେଳେ ମଧ୍ୟ ଆମେ ଏହି ସବୁ ବିଷୟରେ ପ୍ରଭୁଙ୍କୁ ଆମେ ପ୍ରାର୍ଥନା କରୁ, ପ୍ରଭୁଙ୍କୁ ଯେତେବେଳେ ଆମେ ଡାକୁ, ପ୍ରଭୁ ଶୁଣେ। କେତେବେଳେ ପ୍ରଭୁଙ୍କୁ ଆମେ ଶୁଣିବା ଆବଶ୍ୟକ ବା ପ୍ରଭୁଙ୍କ ବିଷୟରେ ଆମେ ଶୁଣିବା ଆବଶ୍ୟକ, ପ୍ରଭୁଙ୍କ ବାକ୍ୟକୁ ଆମେ ଶୁଣିବା ଆବଶ୍ୟକ। ଦ୍ୱିତୀୟ ବିଷୟ ମୁଁ କହିଲି, ସେ ପ୍ରଭୁ ଯୀଶୁଙ୍କୁ ଜାଣିଥିଲେ, ପ୍ରଭୁ ଯୀଶୁଙ୍କୁ ଆମେ ଭଲ ଭାବରେ ଜାଣିବା ଆବଶ୍ୟକ ଏବଂ ପ୍ରଭୁଙ୍କୁ ଆମେ ବିଶ୍ୱାସ କରିବା ଆବଶ୍ୟକ। ଯେତେବେଳେ ତିନିଟା ବିଷୟ ଆମେ କରୁ, ସେତେବେଳେ ଯେତେବେଳେ ଆମେ ପ୍ରାର୍ଥନା କରୁ, ପ୍ରଭୁ ଆମମାନଙ୍କ ପ୍ରାର୍ଥନାକୁ ଶୁଣନ୍ତି, ଶୁଣିବେ ମଧ୍ୟ। ଯେପରି ସେ ଅନ୍ଧଙ୍କର ଚକ୍ଷୁକୁ ସେ ପ୍ରସନ୍ନ କରିଥିଲେ, ସେଇ ପ୍ରକାର ଆମମାନଙ୍କର ମଧ୍ୟ ଯଦି
आत्मिक चक्षु आज बंद अच्छी तेरे केवल गोटे उपाय जीशु को डाकंतु जीशु प्रार्थना करंतु जीशु आपणक मोर से आत्मिक चक्षु को प्रसन्न कर कारण जीशु ही शक्ति अच्छी केवल जीशु ख्रीस्ट ही ताहा करि पारंतु आउ केही मध्य ताहा करि पारिबे नाही तेणु आमनको गोटे मात्र ऑप्शन अच्छी जीशु ख्रीस्ट प्रभु जीशु मोर प्रिय माने आज आम ए विषय देखुचु से अंध प्रभु को डाकुछंती प्रभु को शुणुछंती प्रभु को विषय शुणुछंती एवं प्रभु को ठारे विश्वास करी से प्रार्थना करबा द्वारा प्रभु ता प्रार्थना शुणुछंती तेने आम देखिबा से की प्रकार भाव से प्रार्थना करुछ से तीन प्रकार रे से प्रार्थना करुछंती आमे देखिबा ताहांको प्रार्थना आमे देखिबा से तीन प्रकार भाव से प्रार्थना करुछ प्रथम विषय से जीशुंको ऊपर निर्भर रखी प्रार्थना कला से जीशुंको ऊपर संपूर्ण निर्भर रखी से प्रार्थना करुछ हे दाऊद संतान मते दया करो अर्थात प्रभु को निर्भर अच्छी बोली से दया करो बोली डाकुछि हे दाऊद संतान मते तुम्हें दया करो दया करबा को हेबो प्रभु तुम्हें मते साहाय्य करो जेतेबे से डाकुछंती प्रभु ता प्रार्थना शुणुछंती मोर प्रिय माने द्वितीय विषय से धैर्यर सहित प्रार्थना करुछंती धैर्यर सहित अर्थात प्रथम में से जेतेबे डाकुछंती जीशु ख्रीस्ट को जेतेबे जीशु ख्रीस्ट को डाकुछंती हे दाऊद संतान मते दया करंतु सेतेबे लोक माने तांको कहउछंती अरे उनी चुप कर काहे की पार्टी करूछु काहे की जीशु को डिस्टर्ब करूछु काहे की प्रभु को डिस्टर्ब करूछु प्रभु ए बाटरे भल भाबरे जाउछंती तू काहे की डिस्टर्ब करूछु सेथिरे मध्य हार मान धैर्य धरि प्रार्थना करुछंती बार बार प्रभु को डाकुछंती हे दाऊद संतान वाक्य कहे उच्च स्वर रे विकलर सहित डाकुछंती हे दाऊद संतान तुम्हें मते दया करो हे दाऊद संतान तुम्हें मते चक्षु दियो हे दाऊद संतान तुम्हें मो निकट को आस डाकुछंती धैर्य धरुछंती लोकों को जो प्रकार भाबरे बाधा सृष्टि होची लोक माने बाधा सृष्टि करिया पय चेष्टा करूछंती से स्थान रे हम देखि पारछु किंतु से बाधा रे से डरू नाही हार मानु नाही धैर्यर सहित प्रभु को डाकुछंती धैर्यर सहित से प्रार्थना करूछंती से धैर्यर सहित प्रार्थना तो से प्रार्थना तीन प्रकार प्रार्थना करूछंती आ गोटे विषय हम देखुछु से प्रार्थना करूछंती जहां आवश्यक ताहा से जीशु को मांगुछंती मोर प्रिय माने ता सबुठारु बड़ मूल्यवान दिवस थिला से चक्षु ताहा से मांगुछंती तो तार जहां आवश्यक थिला ताहा से मांगुछंती आज मध्य हम माने जदि आवश्यक अनुसार मांगू प्रभु निश्चित दियंती से जीशु को ऊपर निर्भर रखी प्रार्थना करथिला आज मध्य आमे जदि निर्भर रखु प्रभु को ऊपर केवल सेतेबेले प्रभु हमको प्रार्थना सुनंती उत्तर दियंती आमे धैर्यर सहित मांगिबा आवश्यक सेतेबेले प्रभु हमको प्रार्थना सुनंती एवं जहां आवश्यक ताहा मांगिबा आवश्यक जे प्रकार से अंध जनक मांगिथिला एवं ताहा से पाइबा मोर प्रिय माने से तीन प्रकार भाव प्रार्थना कले प्रथम विषय में कहली से जीशु को ऊपर निर्भर रखी प्रार्थना कला द्वितीय विषय कहली से धैर्य धरी प्रार्थना कला तृतीय विषय जहां आवश्यक ताहा से आवश्यक अनुसार प्रभु दियंती प्रभु जानी दिले तार आवश्यक कौन से चक्षु बिना से भई पारिबो चक्षु बिना जीवन यापन करबा पय कष्ट अटे ताहा प्रभु जानी थिले तार आवश्यक रहिछि ताहा प्रभु जोगै थिले मोर प्रिय माने एही सब विषय से प्रार्थना करी प्रभु को ठारू से चक्षु पाइथिले एवं जेतबे से चक्षु पाउछंती चक्षु पाइला परे से तीनोटी कार्य करूछंती चक्षु पाइला परे से तीनोटी कार्य करूछंती प्रार्थना करिला परे से चक्षु पाउछंती तापरे से
ତିନୋଟି କାର୍ଯ୍ୟ କରୁଛନ୍ତି। ପ୍ରଥମ ବିଷୟ ସେ କରୁଛନ୍ତି, ସେ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। ସେ ସତ୍ୟ ଈଶ୍ୱରଙ୍କର ପ୍ରଶଂସା କରୁଛନ୍ତି। ଏଇ ପ୍ରଭୁ ଯିଏକି ମତେ ଚକ୍ଷୁ ଦେଇଛନ୍ତି, ସେ ଚେଷ୍ଟା କରିନଥିବ କି ତା ପୂର୍ବରୁ କେତେ ଚେଷ୍ଟା କରିଥିବ, କେତେ କଣ କରିଥିବ ଚକ୍ଷୁ ପାଇବା ପାଇଁ, କିନ୍ତୁ ସେ ଚକ୍ଷୁ ପାଉନଥିବ। ତାହା କିଏ ଦେଲେ? ଯୀଶୁ ଖ୍ରୀଷ୍ଟ। ଆଜି ମୋର ପ୍ରିୟ ମାନେ, ଆମମାନେ କୌଣସି ବିଷୟରେ ହାର ଦେଇଛୁ, କୌଣସି ବିଷୟରେ ଆମକୁ ହାର ମାନିବା ପାଇଁ ଆମର ମନ କହୁଛି କି ଆମେ ହାର ମାନି ଯାଇଛୁ। ଯଦି ହାର ମାନି ଯାଇଛୁ, ଆଜି ପ୍ରଭୁ ଯୀଶୁଙ୍କ ନିକଟକୁ ଆସନ୍ତୁ। ପ୍ରଭୁ ଯୀଶୁ ଯାହା ଆବଶ୍ୟକ ସେ ଦିଅନ୍ତି। ପ୍ରଭୁ ଯୀଶୁଙ୍କୁ ମାନନ୍ତୁ, ସେ ଦେବେ, ନିଶ୍ଚୟ ଦେବେ। କିନ୍ତୁ ସେ ଅନ୍ଧ ଯେପରି କିଛି ବିଷୟ କରିଥିଲା, ସେ ସବୁ ବିଷୟକୁ ଯଦି ଆମେ ଲକ୍ଷ୍ୟ କରି ସେ ପ୍ରକାର କାର୍ଯ୍ୟ କରିବା, ପ୍ରଭୁ ନିଶ୍ଚୟ ଆମକୁ ଦେବେ। ଏବଂ ସେ ଚକ୍ଷୁ ପାଇ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। ଏବଂ ଦ୍ୱିତୀୟ ବିଷୟ ସେ କରୁଛନ୍ତି, ପ୍ରଭୁଙ୍କ ପଛେ ପଛେ ସେ ଚାଲୁଛନ୍ତି। ହାଲେଲୁୟା। ପ୍ରଭୁଙ୍କ ନାମର ଗୌରବ, ପ୍ରଭୁଙ୍କର ପ୍ରଶଂସା ହଉ। ବାସ୍ତବରେ ମୋର ପ୍ରିୟ ମାନେ, ଆମେ ମାନେ ବେଳେ ବେଳେ କଣ କରୁ? ପ୍ରଭୁଙ୍କ ଠାରୁ ସାହାଯ୍ୟ ପାଇଁ ପାଇଲା ପରେ ମଧ୍ୟ ଆମେ ବେଳେ ବେଳେ ପ୍ରଭୁଙ୍କୁ ଭୁଲି ଯାଇଥାଉ। ପ୍ରଭୁଙ୍କ ଠାରୁ ସାହାଯ୍ୟ ପାଉ, ପ୍ରଭୁଙ୍କୁ ମାଗିବା ଦ୍ୱାରା ଆମେ ଅନେକ ବିଷୟ ପାଇଥାଉ, କିନ୍ତୁ ବେଳେ ବେଳେ ଆମେ ପ୍ରଭୁଙ୍କୁ ଭୁଲି ଯାଇଥାଉ, ପ୍ରଶଂସା କରିନଥାଉ, ପ୍ରଭୁଙ୍କ ପଛେ ପଛେ ଚାଲି ନଥାଉ। କିନ୍ତୁ ସେ ଅନ୍ଧ ପ୍ରଭୁଙ୍କର ପ୍ରଶଂସା କରୁଛି, ପ୍ରଭୁଙ୍କ ପଛେ ପଛେ ଚାଲୁଛି, ପୁଣି ପ୍ରଭୁଙ୍କ ବିଷୟରେ ସେ ସାକ୍ଷ୍ୟ ପ୍ରଦାନ କରୁଛି ଲୋକମାନଙ୍କୁ। ସେଥିରେ ତ ଲୋକମାନେ ଦେଖି ଆଚମ୍ବିତ ହେଉଛନ୍ତି। ତାହା ହିଁ ସାକ୍ଷ୍ୟ ଅଟେ। ଯେତେବେଳେ ଲୋକେ ଆମମାନଙ୍କୁ ଦେଖି ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ତାହା ହିଁ ସାକ୍ଷ୍ୟ ଅଟେ, ତାହା ହିଁ ସୁସମାଚାର ଅଟେ। ସେ ସୁସମାଚାର ପ୍ରଚାର କରୁଛନ୍ତି କହିବା। ତେଣୁ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ ଏ ବାକ୍ୟ ମାଧ୍ୟମରେ ବୁଝିବା ପାଇଁ। ଯଦି ମୁଁ ଯେ ପ୍ରକାର ଭାବରେ ପ୍ରଥମେ ଲେଖିଥିଲି ଯେ ଆମର ଆତ୍ମିକ ଚକ୍ଷୁ ଆଜି ଖୋଲା ଅଛି ନା ବନ୍ଦ ଅଛି, ତ ଆଜି ଆମେ ସମୀକ୍ଷା କରି ଦେଖିବା ଆବଶ୍ୟକ। ଯଦି ଆମେ ପ୍ରଭୁଙ୍କୁ ଭଲ ଭାବରେ ଶୁଣୁନାହୁଁ ବା ପ୍ରଭୁଙ୍କ ବାକ୍ୟ ଆମେ ଶୁଣୁନାହୁଁ, ଆମର ଆତ୍ମିକ ଚକ୍ଷୁ ବନ୍ଦ ଅଛି। ଯଦି ଆମେ ପ୍ରଭୁଙ୍କ ବିଷୟରେ ଶୁଣିବା ପାଇଁ ଇଚ୍ଛୁକ ହଉ, ଇଚ୍ଛା କରୁ, ଶୁଣିବା ନିମନ୍ତେ ଆମକୁ ବାର ବାର ଆମ ମନ କହେ, ତେବେ ଆମେ ଜାଣିପାରିବା ଆମର ଆତ୍ମିକ ଚକ୍ଷୁ ଖୋଲା ଅଛି। ଯେତେବେଳେ ଆମେ ପ୍ରଭୁଙ୍କୁ ଭଲ ଭାବରେ ଜାଣିନାହୁଁ ବା ଜାଣିବା ପାଇଁ ଚେଷ୍ଟା କରୁନାହୁଁ, ସେତେବେଳେ ଆମର ଆତ୍ମିକ ଚକ୍ଷୁ ବନ୍ଦ ଅଛି। ଆଉ ଯେତେବେଳେ ଆମେ ପ୍ରଭୁ ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରୁନାହୁଁ, ସେତେବେଳେ ଆମେ ଜାଣିପାରିବା ଆତ୍ମିକ ଚକ୍ଷୁ ଆଜି ବନ୍ଦ ଅଛି। ଯଦି ଆମର ଆତ୍ମିକ ଚକ୍ଷୁ ବନ୍ଦ ଅଛି, ତାହା ଅତି ଭୟଙ୍କର ଅଟେ। ମୋର ପ୍ରିୟ, ତାହା ଅତି ଭୟଙ୍କର ଅଟେ। ଶୈତାନ ଆଜି ଆମକୁ ଖୋଜୁଛି, ଶୈତାନ ଆଜି ଆମକୁ ଗ୍ରାସ କରିବା ନିମନ୍ତେ ଖୋଜୁଅଛି। କେମିତି ଗ୍ରାସ କରିବି, ଏମାନଙ୍କୁ କେମିତି ମାରିବି, ସିଂହ ପରି ଗର୍ଜନ କରି ଆସୁଅଛି ଶୈତାନ। ତ ଆଜି ଶୈତାନ ଠାରୁ ବଞ୍ଚିବା ପାଇଁ, ସେ ନର୍କଗାମୀ ହେବାଠାରୁ ବଞ୍ଚିବା ପାଇଁ କେବଳ ଗୋଟିଏ ବାଟ, ଯୀଶୁ ଖ୍ରୀଷ୍ଟ। ଆଜି ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ବିଶ୍ୱାସ କରି, ସମ୍ପୂର୍ଣ୍ଣ ଭାବରେ ଜାଣି, ଯୀଶୁଙ୍କୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିବା। ସେଥିରେ ପ୍ରଭୁ ଯୀଶୁ ଆମର ଆତ୍ମିକ ଚକ୍ଷୁକୁ ଖୋଲିଦେବେ ଏବଂ ତାଙ୍କ ବାଟରେ ଚାଲିବା ପାଇଁ ପ୍ରଭୁ ଆମକୁ ସାହାଯ୍ୟ କରିବେ, ତାଙ୍କରି ପ୍ରଶଂସା କରିବା ପାଇଁ ସାହାଯ୍ୟ କରିବେ, ତାଙ୍କରି ସାକ୍ଷ୍ୟ ହେଇ ବାହାରିବା ପାଇଁ ପ୍ରଭୁ ସାହାଯ୍ୟ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଯଦି ମୋ ଏହି ଚ୍ୟାନେଲକୁ, ସତ୍ୟ କାହାଣୀକୁ ଯଦି ସବସ୍କ୍ରାଇବ କରିନାହାନ୍ତି, ଦୟାକରି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।